ଭଞ୍ଜନଗର ପୌର ପରିଷଦ ପକ୍ଷରୁ ବଡ଼ାଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ। ଭଞ୍ଜନଗର ପୌର ପରିଷଦ ପକ୍ଷରୁ ଆଜି ସ୍ଥାନୀୟ ଟାଉନ୍ ହଲ୍ଠାରେ ବଡ଼ାଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଆଜିର ଏହି ବଡ଼ାଖାନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୌରପାଳ ଶ୍ରୀଯୁକ୍ତ ଗୋପବନ୍ଧୁ ମହାପାତ୍ର ଉଦ୍ଘାଟନ କରିଥିଲେ। ସମ୍ମାନୀୟ ଅତିଥି ଭାବେ ଭଞ୍ଜନଗର ଅତିରିକ୍ତ ତହସିଲଦାର ଅଭିଷେକ କୁମାର ମାହାରା ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭଞ୍ଜନଗର ପୌର ପରିଷଦର ଉପପୌରପାଳିନୀ ସୁବର୍ଷୀ ଦାସ, କାର୍ଯ୍ୟନିର୍ବାହୀ ଅଧିକାରୀ ମୁରଳୀକୃଷ୍ଣ ପଣ୍ଡା, କନିଷ୍ଠ ଯନ୍ତ୍ରୀ ସୁବ୍ରତ କୁମାର ମହାପାତ୍ର, ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନା ପରିଚାଳକ ବିଚିତ୍ର ପାଣିଗ୍ରାହୀ, ସାନିଟେସନ୍ ଏକ୍ସପର୍ଟ ଅମୃତା ନାୟକ ଏବଂ ସମସ୍ତ କାଉନ୍ସିଲରଗଣ ଉପସ୍ଥିତ ଥିଲେ। ଆଜିର ଏହି ବଡ଼ାଖାନା କାର୍ଯ୍ୟକ୍ରମରେ ଭଞ୍ଜନଗର ପୌର ପରିଷଦର ସ୍ୱଚ୍ଛକର୍ମୀ, ସ୍ୱଚ୍ଛ ସାଥୀ, ସୁପରଭାଇଜର ସମେତ 200 ଜଣ ବଡ଼ାଖାନା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଭଞ୍ଜନଗରରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ରିପୋର୍ଟ, OTN TV। ବର୍ଷା ଦିନ ଉପଲକ୍ଷେ ରେନକୋଟ୍ ଦେବାର ବ୍ୟବସ୍ଥା କରାଯାଇଥିଲା, କିନ୍ତୁ ତାକୁ ଆମେ ଅଫିସରେ ଦେବାର ବ୍ୟବସ୍ଥା କରିଥିଲୁ। ହୁଏତ ଆସନ୍ତାକାଲି କି ସୋମବାର ଦିନ ଆମେ ତାର ୱାଟରର ବ୍ୟବସ୍ଥା କରିବୁ। ରହିବ ଆଗକୁ ଆମେ ତ ନିଶ୍ଚିତ ଭାବେ ଭଞ୍ଜନଗର ନାଁ ରଖୁଛେ, ଆଗକୁ ନାଁ ରଖିବା। ସେଥିପ୍ରତି ମୁଁ ସେମାନଙ୍କୁ ସବୁବେଳେ ସ୍ୱତନ୍ତ୍ର ଭାବେ କହିଆସିଛି ଯେ